ଆପଣ ମାନେ ଜାଣିଛନ୍ତି ଗତ 7 ତାରିଖ ଦିନେ ଯୋଉ ପୁଲିସ ଏବଂ ଜନସାଧାରଣ ଭିତରେ ଯୋଉ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା ସେ ବାବଦରେ ଆମେ ଆମ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମକୁ ଯୋଉ ଟ୍ରାଇବାଲ ଟିମ୍ ଗଠନ କରି ଆମକୁ ପଠାଇଥିଲେ ଏବଂ ଆମେ ପରବର୍ତ୍ତୀ 9 ତାରିଖରେ ଆମେ ସମସ୍ତେ ଗସ୍ତ କରିଥିଲେ। ଏଥି ଭିତରେ ଯୋଉ ଲୋକମାନଙ୍କର ଯୋଉ ଇଣ୍ଟରାକ୍ଟ କଲୁ, ଲୋକମାନଙ୍କ ସହିତ ଆଲୋଚନା କଲୁ ବିଭିନ୍ନ ସମୟରେ ଯୋଉ ପୁଲିସ ପ୍ରଶାସନ ଯୋଉ ପ୍ରକାର ଭାବରେ ପ୍ରତ୍ୟେକ ଜନସାଧାରଣଙ୍କୁ ଯୋଉ ପ୍ରକାର ଭାବରେ ଜୁଲମ କରୁଛନ୍ତି ଏବଂ ଅତ୍ୟାଚାର କରୁଛନ୍ତି ତା ବିରୁଦ୍ଧରେ ସମସ୍ତେ ଲୋକମାନେ କହିଲେ ଏବଂ କମ୍ପାନୀ ପାଇଁ ଯୋଉ ମାଇନ୍ସ ପାଇଁ ଯୋଉ ରାସ୍ତା କରୁଥିଲେ ଯୋଉ ତିଆରି ପାଇଁ ତାକୁ ଅବରୋଧ କରିଥିଲେ ଗ୍ରାମବାସୀ ମାନେ ତା ଉପରେ ଟିକେ ସମସ୍ତଙ୍କ ସହିତ ଗୋଟେ ହେଇଥିଲା। ତେଣୁ ମୁଁ କହିବାକୁ ଚାହେଁ ଯେ ଯୋଉ ଆଜିର ଯୋଉ ସରକାର ବର୍ତ୍ତମାନ ଯୋଉ ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଛନ୍ତି ଏବଂ ଶିଳ୍ପର ଉନ୍ନତି ପାଇଁ ସମସ୍ତଙ୍କର ସହଭାଗିତାରେ କରାଯିବ ଏବଂ ଶିଳ୍ପର ସମନ୍ୱୟ ଭାବେ କରିବା ପାଇଁ ତାଙ୍କେ କହୁଛନ୍ତି, କିନ୍ତୁ ଶିଳ୍ପକୁ ସ୍ୱାର୍ଥ ରଖିବା ପାଇଁ କୌଣସି ଲୋକଙ୍କୁ ବା ବିଶେଷ କରି ଆଦିବାସୀ ମାନଙ୍କର ସ୍ୱାର୍ଥକୁ ସେମାନେ ଜଳାଞ୍ଜଳି ଦେଉଛନ୍ତି, ସେଟା ଆମେ ସମସ୍ତ ଲୋକ ବିରୋଧ କରୁଛନ୍ତି। ତେଣୁ ନିଶ୍ଚିତ ଭାବେ ଆଜି ବିଭିନ୍ନ ସମୟରେ ଆଦିବାସୀ ଲୋକମାନେ ସେଠି ଯେତେ ଅଛନ୍ତି ସମସ୍ତେ ଏହାକୁ ବିରୋଧ କରୁଛନ୍ତି। ତେଣୁ ତାକୁ ପୁନର୍ବାର କି ଗ୍ରାମ ସଭା ଠିକ ସେ ହେଉ ଏବଂ ଆଦିବାସୀ ଲୋକମାନଙ୍କ ସୁରକ୍ଷା କିପରି ହେଇପାରିବ ଏବଂ 163 ଧାରା ଯୋଉ ଜାରି ହେଇଛି ତାକୁ ବି ପ୍ରତ୍ୟାହାର ପାଇଁ କହିଛନ୍ତି। ତେଣୁ ଆଜି ଆପଣମାନଙ୍କୁ ସମସ୍ତଙ୍କୁ ଏଠି ଭେଟି କରି ଧନ୍ୟବାଦ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।